ବାବାଙ୍କର କରାମତି। ଶୁଣ ହେ ବିଦୁ ସଦନ ଦେଇ କରି ମନ ରାମ ଦାସ ବୋଲିଛନ୍ତି ଏହିରେ ଆଶ୍ରମ। ବାବା ବୋଲି ଡାକୁଛନ୍ତି ତାଙ୍କୁ ବୁଧ ବାବା କ୍ଷିତିରେ ଜନ ବିକର୍ମ ଚିଠି ସର୍ବେଶ୍ୱର। ନଥିବେ ପରି ଆଉ ଶୁଣି ନାହିଁ ମୁହିଁ ନିରାଧାର ନିରୋଳାରେ ସତ୍ୟ ଧର୍ମ ପାଇଁ। ହବିଷାନ୍ନ କରି ଆଜି ଶ୍ରମ ଭ୍ରମଣ ଦୁଃଖରେ ନିର୍ଦ୍ଦେଶ ଦିଅନ୍ତି ଯାହା କୁହନ୍ତି ଠାକୁରେ। ନିଜର ନ ଭାବି ସବୁ ଅଚ୍ୟୁତଙ୍କ ବାଣୀ ପୂର୍ବଜନ୍ମ କର୍ମ କରି କଳି ଯୁଗ ଜାଣି। ସତ୍ୟ ଯୁଗକୁ ଯାହାର ଖାଇ ମନ ଭାବ ନିଅନ୍ତି ଦିଦଶ ସବୁ ଅଚ୍ୟୁତଙ୍କ ନାମ। ଆରେ 85 ଠାରୁ ହେଲା ଆରମ୍ଭ ମନ୍ଦିର ପହଡ଼ ଗୃହରେ ପ୍ରଭୁ ବିଶ୍ରାମ କେବଳ। ଭାବିଥିଲି କି ହୋଇବ ଚଳନ୍ତି ଦେବତା ମନ ଖୁସି ହେବା ପାଇଁ ଶାଲ ଆସନଟା। ଆଉ ମୋହର ଦରକାର କହି ରଖିଲେ ବା ପାଖରେ ବାପା ଜପ କରୁଛନ୍ତି ବସି ଭୂମି ପରେ। ଠାକୁର କହିଲେ ମୁଁ ଏ ଆସନରେ ବସିବି, ବାବା ବସିଲେ ତଳେ। ଶୟନ ଖଟରେ ଗଦି ଖାଇ ବିଶ୍ରାମୀ ଠାକୁର କୁହନ୍ତି ସୁହ ମସିଣା ଉପରେ। ଏହିପରି ଲୀଳା ଖେଳା ଜୀବନୀ ମୁହିଁ ପୂର୍ବ ତ୍ୟାଗୀ ହୋଇଥିଲେ ବାବା ଛନ୍ତି ତଣି। ଭଗତଙ୍କ ପାଇଁ ଯାତ୍ରା ଗାରୋଇ ଆଶ୍ରମ କ୍ଷେତ୍ର ଦ୍ୱିତୀୟ ଏହି ସତ୍ୟରେ ଆଗମ। ଆଉ ନାହିଁ ସାନ ନାହିଁ ବଡ଼ ଶ୍ଵେତ ବଟେ ରହି ମରମ ଲେଖାକୁ ପଢ଼ ତିଳେ ମିଠା ନାହିଁ। ଯାହା ମୁନାସିବ ସବୁ ହେବ ସତ୍ୟବାଣୀ ସର୍ବ ଘଟେ ବିଦ୍ୟମାନ ସ୍ଥିତି କର୍ମ ପୁଣି। ଆସନା ଆସରାଦି ଓଇ ମାତା ସତ୍ୟ ଧର୍ମ କର ଅସତ୍ୟ ହୋଇଲେ ବାବୁ ହୁଅନ୍ତି ନିଷ୍ଠୁର। ଆଉ ଦାଢ଼ତା ଭକ୍ତିରେ ଦାସ ପଢ଼ି ଶୁଣି ରେଖ ତ୍ରିମୂର୍ତ୍ତିଏ ସିଦ୍ଧେଶ୍ୱର ବିଷୟ ଗୋଲେଖ। ମାତାଦି ଶକ୍ତି ଏହି ପ୍ରେମ ମାତା ମୋର ଦିଅନ୍ତି ଭୋଗ ବେଳେ ଶ୍ଵେତ ବଟ ମୂଳ। ହସ୍ତ ପ୍ରସାରିଲା ପରି ଭୋଗ ସେ ନିଅନ୍ତି ଭୂଷଣ୍ଡ ସମସ୍ତ ଆସି ପ୍ରସାଦ ସାରନ୍ତି। ମଧ୍ୟେ ମଧ୍ୟେ ନାଗ ରୂପ କେ ପାରିବ କହି କ୍ଷୁଦ୍ର ରୂପେ ମହାତ୍ମା ଯେ
ଫଣା ଟେକି ତହିଁ ପୂଜନ୍ତି ପ୍ରାତରୁ ମାତା ମଧ୍ୟାହ୍ନ ପର୍ଯ୍ୟନ୍ତ ମାତା ମଧ୍ୟାହ୍ନ ପର୍ଯ୍ୟନ୍ତ ଆଦି ମାତା ଆଦ୍ୟା ଶକ୍ତି ସେ ଭାବରେ ରତ କୈଳାସବାସୀଙ୍କୁ କହି ରାସନ ନା ସେବା ଦର୍ଶନ ଭଜନ ଭକ୍ତି କିୟ ବା କହିବା ଆଉ ନିଷ୍ଠା କାଷ୍ଠା ପ୍ରତିଷ୍ଠାକୁ ଯାହା ରଖିଛନ୍ତି ଦୁଷ୍ଟ କାମନା ଠାକୁର ସିଦ୍ଧେଶ୍ୱର ତ୍ରୁଟି ଆସଇ ଯାହାକି ଭୋଗ ତାଙ୍କ ପାଇଁ ସବୁ ନିର୍ବିକାର ନିଲୋଭରେ ଖଟଣତି ଭାବୁ ସତ୍ୟ ଦ୍ୱାରକୁ ଭାଇ ନାହିଁ କିଛି ଅର୍ଥ ଜୀବନ ଯୌବନ ଚିର ନୁହେଁ ସବୁ ବ୍ୟର୍ଥ ଆଉ କୃଷ୍ଣପ୍ରିୟା ପଟ୍ଟନାୟକ ମା ଭକ୍ତି ଭାରେ ଜନ୍ମ ଲଭିଛନ୍ତି ସେଇ ସାତ୍ବିକ ନୀତିରେ ଶାଶୁ ଘର ଆଦର୍ଶ ରଖିଛନ୍ତି ନାମ କାକଟପୁରେ ସାଇ ପତିତ ପାବନ ପ୍ରତାପ ରୁଦ୍ର ସ୍ୱାମୀ ସେ ଏ ବାବୁ ତାଙ୍କର ନନ୍ଦ ଯଶୋମତୀ ଭାବ ରଖି ହୃଦୟର ଭାବନା ଥିଲା କରିବି କିଛି ଧରାରେ ଧରା ପଡ଼ି ଯାଇଛନ୍ତି ଏ ଗୁରୁଦ୍ୱାରେ ସର୍ବ ସମର୍ପଣ କରି ବାବାଙ୍କ ଆଦେଶେ ଦାନ ଧ୍ୟାନ ମିଶିଛନ୍ତି ଦାନ ଧ୍ୟାନ ମିଶି ଯାଇଛନ୍ତି ନିଜକୁ ସେ ଏ କାହ୍ନୁ ଚରଣ ନାୟକ ଭକତରେ ଗଣ୍ୟ ନିର୍ଦ୍ଦେଶରେ ଶିଳାଣି କରନ୍ତି ସ୍ଥାପନ ଭରଦ୍ୱାଜ ଗୋତ୍ର ବୋଲି ପ୍ରଭୁ ଜାଣି କରି ପରିଚାର ଦାରୁଚିତ ବାଙ୍ଗୁରୁର କେଳି ପୂର୍ବୁ ଅଛି ଶିବଙ୍କର ବରପୁତ୍ର ଜାଣି ମାଦକ ଛାଡ଼ିଣ ଏବେ ଭକ୍ତ ଶିରୋମଣି ଆଶ୍ରମ ଆସରା ଭେଣୁ ଅନ୍ତର ବିହୋଳ ମର୍ମବାଣୀ ବାବାଙ୍କର ହୃଦୟ ଆକୁଳ ତପନ କୁମାର ପୁଣି ପୂର୍ବ କର୍ମ ନେଇ ଭକ୍ତି ଭରେ ଶ୍ରଦ୍ଧା ଥାଇ ଆସନ୍ତି ଗାର ସେ ଅଟନ୍ତି ବାବାଙ୍କର ପାଳିତ ଜାମାତା ଦେଖାଗଲେ ବାବାଙ୍କର ସବିତା ଦୁହିତା ଏ ଭାବକୁ ଦେଖି ମନ ହୁଇ ଆକୁଳ ପୂର୍ବାଦିତ କର୍ମ ନେଇ ହୁଇ ସକଳ ରାଜେନ୍ଦ୍ର ରାଉତ ବାବୁ ଭକ୍ତ ମଧ୍ୟ ସାର ଆଉ ବିକଶିନୀ ପତ୍ନୀ ସେଇ ଭକ୍ତି ମାତା ସ୍ଥିର ସୁକର୍ମ କରନ୍ତି ଜଣୁ ଦୟା ପ୍ରଭୁଙ୍କର ଭାବିଲା ବେଳକୁ ଆସି ଜୁଟନ୍ତି ଏଠାର ବସନ୍ତ ମାତାର ସବୁ ଜଞ୍ଜାଳଟି ଥାଇ 8 ଦିନ ନ ଦେଖିଲେ ମନ ଘାଣ୍ଟି ହୋଇ ବାବା ସିନା ଦେଇଛନ୍ତି ଆଶିଷ ଏଠାରେ ଦୌଡ଼ା ଘର କରନ୍ତି ବାଦାମ ମାଡ଼ିରେ ରାଜୁ ଭାଇ ଆସିଛନ୍ତି ପଚାରି ପୋଥିକୁ ବାବା ଠିକ ଅଛନ୍ତି କି ଜାଣିବି ମୁଁ ତାଙ୍କୁ ସାର ମର୍ମ ପାଇ ଆଜି ପଛ ନ ଛାଡ଼ନ୍ତି ତାଙ୍କରି ମୂଳରେ ସବୁ ନାମ ଦେଇଛନ୍ତି କରି କରାଉ ଅଛନ୍ତି ଏ କଳି ଯୁଗରେ ନ ଧରିବ ଦୋଷ କହିଲେଲି ବୋଲିବାରେ ଶକ୍ତି ଦୟାରୁ ଆସେ କରିଲେ ଭାବନା ନ ଜାଣଇ ପାଠ ମୁହିଁ ଶାସ୍ତ୍ର ପୁରାଣ
କରମ କର୍ତ୍ତବ୍ୟ କରି ଦିନ ମୁହଁରଇ କେବଳ ବାବାଙ୍କୁ ମୋର ମନେ ଥାଏ ଧ୍ୟାଇ ଆଉ 30 ବର୍ଷ ହେଲା 71 ଠାରୁ ଆଶ୍ରମ ଆସରା ସେହି ବିଭୂତି କୃପାରୁ ହସ୍ତ ଟେକି ଦେଇଛନ୍ତି ପାଉଛି ଦର୍ଶନ ମାତାଙ୍କର ଆଶିଷରେ ପୁରେ ମନସ୍କାର ମନ ଗୋଟି ସ୍ଥିର କରି ଦେଖନ୍ତୁ ଅନ୍ତରେ ଅନ୍ତର୍ଯାମୀ ଜନ୍ମିଛନ୍ତି ମାନବ ଦେହରେ ଚାରି ଯୁଗେ ଏହିପରି ଲାଗିଅଛି ଖେଳ ଭାବ ଦେଖି ନାବ ଗୋଟି ଦିଅନ୍ତି କେବଳ ଶ୍ରଦ୍ଧା ରକ୍ଷଣ ମନେ ଦେଖରେ ସୁମନ ଆଉ କଳି ଯୁଗେ ପଞ୍ଚ ସଖା ରୂପରେ ମହାନ ରହିଅଛି କିରତିକୁ କରିବାର ପାଇଁ ଭକତ ବାଛି ଆଶ୍ରମ ରଖିଛନ୍ତି ସେହି ଗରବ ଗଞ୍ଜନା ବହିନ ଅଛନ୍ତି ଜଗତ ଜନକୁ ସତ୍ୟ ଧର୍ମ ଆଶ୍ରାଜନ୍ତି ସବୁ ତୁମର କହିଣ କରନ୍ତି କରମ ନିଦ୍ରା ଆଳସ ଦେ ଲକ୍ଷ୍ୟ ଥାଇ ପରମ ଦିଅନ୍ତି ଆଶିଷ ଦାରେ ହୁଏ ସେ ଅଗ୍ରଣୀ ଏହିପରି ନଥିବ ଏପରି ନୀତି ଆନ କାହିଁ ଜାଣି ଏହିପରି ଟୁଟୁ ମାତା ପୂର୍ବ ଜନ୍ମରୁ ବାବାଙ୍କର ମାତା ଥିଲେ ମିଳିଲେ ପୋଥିରୁ ଲୟ କରି ପାଇଛନ୍ତି ସୁକୃତ କରମ କାଳିଆର ସବୁ ବୋଲି କୁହନ୍ତୁ ଧର ପ୍ରେମ ଅଶ୍ରୁ ବହି ଆସେ ହାତରେ ପୋଛିଣ ବାବାଙ୍କର ଯେ ଆଶ୍ରିତ ଭାବକୁ ନେଇଣ ମନ ହୁଏ ଭାବଗ୍ରାହୀ ବାପର ଛାଡ଼ିଣ ଗାରଇ ଆଶ୍ରମେ ଆଜି ଦେଖିଲା ନୟନ ଆଉ ଜଣେ ବୁଢା ବାବା ଥାନ୍ତି ଏ ବୁଢା ବାବାଙ୍କୁ ପରୀକ୍ଷା ଦିଅନ୍ତି ଠାକୁରେ ଗରବ ନାସିଣ ଗର୍ବ ଦେଖାନ୍ତି ଏଠାରେ ମହାପୁରୁଷଟି କିଏ ଖୋଜନ୍ତି ମନରେ ଧରା ନ ଦେଇ ଦିଅନ୍ତି କଷଣ ଶରୀରେ ପ୍ରେମର ଯୁଗଟି ଅଛି ବାବା କଠି ପରା ବନ୍ଧା ହୋଇ ଲାଗିଅଛି ସେ ଟଣା ଓଟରା ପଳାଇ ଆସିବା ପାଇଁ ରେ ନାହିଁ ଆଉ ବାଟ କର୍ମ କରିଲେ ବାବୁରେ ପେଟକୁ ନିଅଣ୍ଟ ମର୍ତ୍ତ୍ୟ ମଣ୍ଡଳରେ ବାବୁ କେହି ରହିନାହିଁ କରିଥିବ ଯାହା କିଛି ଜଗତର ପାଇଁ ସର୍ବବଂଶ ଅବତଂଶ ଏ ଦେବୀ ନଦୀ ଭାବ ଆଦି ଅନାଦି କୋଳରୁ ସେ ବୁଦ୍ଧ ନାଥ ଦେବ ଆସରା ଦିଅନ୍ତି ମାତା ଶକ୍ତି ରୂପେ ଥାଇ ନିଜେ ରାମ ଦାସ ଏଠି ଜନମୀ ଅଛଇ ସତ୍ୟ ଆଗତ ପ୍ରାପତ ଶ୍ରୀକ୍ଷେତ୍ର ରାଜା ଲୀଳା 16 କଳାରୁ ପାଇଲେ ବାବା ଏକ କଳା ତିନି ଯୁଗରେ ତ୍ରିକାଳ ଦରଶୀ ହୋଇଣ ଯାହା ମନାସନ୍ତି ସବୁ ହୁଏ ତତକ୍ଷଣ କଳା ନୁହେଁ ଖେଳିଲା ଗାରଇର ଧାମ
दर्शने पातक हरे विहित कर छाड़ पूर्व कथा सबू जप कर नाम नाम लागी कली जुगे पतित पावन अरे पतित जन तारणी प्रभु अवतार देख नेत्रे थरे तोर पाप हेउ नदिया नवद्वीपरू जन्म होइछि 13 जन्म गोपींकर ओंकार डाकुछि शुणिमाकु श्रद्धा करी अछंती ठाकुरे नाम ध्वनि हेउथाए रे दिगार जनी रे जेते भक्त आसंती भाव रखी मन आसी सदियंती बाबा अंतर जाणीन आगत भविष्य कथा गुप्त भाव रखी बाहरे बाहर करी रखती सलखी अंतर रे शांति देई बाहर खेल जुग जुग जन्मी करी देखांती मेल केवल आसरा करी सत पठे थाली निष्काम कर्म मान करुथांती रही अरे देख थरे नेत्रे तोर रे सेही चकाखी दुई बाहु प्रसारीण हसंती मुरुखी से ज्ञान को भाव रख तो मन मंदिरे दर्शन पाइबाकु रे इच्छा अछि बारे मन बारण को बाबू रे निपुग्रस होई केवल करीण ग्रास सेवित गौरवन कई सबू तुमरी भावना आउ जाली दियो सबू तुमेरे सत्य भाव सीना ए दारू प्रतिमा निर्माण नथिव एपरी सत्य जुग पाई सबू हेउछि तैयारी नीति नियम ताइण हस्तपद रखी धोबी महापात्र परा रखती निरेखी तीन देव होई देव देउल पाइकी चारि कलारु कलाए अछई एथिकी ब्रह्मा विष्णु शिव परा तीन देव होई ए महापुरुष अछंती एही जुग पाई उड़ा उड़ा होई अछि एथि बाबा रामदास उभा होई छंती रे एथि बाबा रामदास खेला लीला करी लीला मयंक आभास सत्य श्वेत वट आदि गार आश्रम गार पड़िला एथिरे 13 घर जन्म कला धला घोड़ा चढ़ी सनातन साई जाग्रत करीण रखी आसंती माधोई परीक्षा करिबे परा अछि शास्त्रवत पूर्व लेखिछंती जाहा सत्य को अच्युत गार करी सार कले तीन जुग पाई किरती पसरा अछि एठी चित होई तीन शक्ति पछेछंती पूर्णिमा पश्चिम भागरे ओलट हेउछि जुग देख भक्त थरे विमला माता पीठरे आगे जगन्नाथ श्रीक्षेत्र रे छंती कली पाई की आग्रत तीन शक्ति परीक्षा होइबटी सार कल्की लीला सत्या सत्य जानिम व्यवहार माता छंती भक्त पाई गारोई आश्रम भक्त हेले रे बाबू आसरा दिउन दोष देव नाही परा माछुआ मिछुआ धरा को जे सरा मणे से हेबन ठिया
ପରୀକ୍ଷା ବେଳେ ଯେ ଆସି ଦେଖାଏ ଗାଡ଼ିମା ନିପାତ ହୋଇଅଛି ନାହିଁ ଟିକେ କ୍ଷମା ପରଧନ ପରଧନରେ କରେ ଦେ ହରଣ ଗାରିମା ଦେଖାଏ ନିଜ ଆତ୍ମଗୋଟି ଚିହ୍ନ ଏ ଲୋକଟି କେବେ ହେଲେ ସତ ପାଇଁ ବାବୁ ନ ରହିବ ପରୀକ୍ଷାକୁ ରେ ହେବ ସେ କାବୁ ଘରେ ଆସି ପଶିଲାଣି ନାକ ଯାଏ ପାଣି ନାହିଁ ବାଟ ଯିବାକୁ ରେ ବୁଡ଼ିଯିବ ପୁଣି ମୋର ମୋର ବୋଲି କହି ସବୁ ଜଗିଥା ଭରିବା ପର୍ଯ୍ୟନ୍ତ ଲୋଭରେ ଲାଗିଅଛି ମୋହ ଦୀପ ତଳ ଅନ୍ଧାରଟି ସମସ୍ତ କୁହନ୍ତି ଆଲୋକ ହଇଲେ ବାବୁ ତେଜକୁ ଦେଖାନ୍ତି ଆଉ ତୈଳ ପୋଡ଼ଇ ତାତିରେ ବଳିତା ଜଳଇ ବଇଠା ତାତିକୁ ବାବୁରେ କେ ଭାବି ନ ପାରଇ ଆଲୋକକୁ ଶ୍ରଦ୍ଧା କରି ମହିରେ ଜନମ ପତଙ୍ଗ ହୋଇ ଅଗ୍ନିରେ ଦଗ୍ଧ ହୁଏ ଜାଣ ଏମାନ ସବୁରି ଶୁଣି ନ ପଡ଼ଇ କୋବିଦ ସୁଜନ ଜନରେ ସମସ୍ତ ଜାଣଇ କେବଳ ଗୁରୁ ଦୁଆରେ ଭକତି କରିଣ ବିଶ୍ୱାସ ରଖି ଭାବରେ ଦେଖ ଭଗବାନରେ ଦେଖ ଭଗବାନ ଆସରା ଦିଅନ୍ତି କଣ୍ଟି ତୁମ୍ଭ ନାମ ରାଇ ମନ୍ଦିର ଭିତରେ ଛନ୍ତିରେ ଜାଗାଇ ମାଧୋଇ କଳା ଘୋଡ଼ା ଧଳା ଘୋଡ଼ା ଚଢ଼ିଣ ଆସିବେ ମକ୍କା ମଦିନାରୁ ଶିବ ଉଦ୍ଧାର କରିବେ ଓଡ଼ିଶାର ଖେଳ ବାବୁ କେ ପାରିବ କହି ଆହୁତି ଦିଅନ୍ତି ଧର୍ମ ସନାତନ ଧ୍ୟାଇ ଶୂନ୍ୟ ଦାନ ଶୂନ୍ୟ ବାଣୀରେ ଶୂନ୍ୟ କଳ୍ପସାର ଉଦ୍ଧାର କରିବେ ବିଶ୍ୱ କଳ୍ପର ଠାକୁର ଶେଷ ହୋଇ ଯାଉଅଛି କଳି ଯୁଗ ପରା ଧର୍ମ ଦାଣ୍ଡେ ଧର୍ମ ଭକତ ଆସରା କହିବା କରିବା କଥା ଦେଖାଇବା ପାଇଁ ମହାମାୟା ମହାମାଇ ସେ ମହାମାୟା ମହାମାଇ ସ୍ଥିତ ଅଛି ରହି ଆଦିମୂଳ କଳି ଖେଳ କଳକିର ଲୀଳାକୁ ଏ ବିଶ୍ୱ ସଂସାରେ ବିଶ୍ୱ ସାର ଦେ ଭୋଜାକୁ ଧରିବା ପାଇଁ କି ନାହିଁ ପଞ୍ଚ ସଖା ରୂପରେ ପଞ୍ଚ ସଖା ରୂପ ଧରା ପକାଉଛନ୍ତି ଯେ ଆଶ୍ରମର ଟେକ ଆସରା ଦେବାକୁ ଭାଇ ରାମ ଦାସ ଜନ୍ମ ଆଶିଷରେ ଆସୁଛନ୍ତି ଯେ ଭକତ ଜନ ଓଡ଼ିଶାର ଓଡ଼ ଦେଶ ଓଡ଼ ଖଣ୍ଡାୟତ ଗୃହରେ ଜନମୀ ରାମ ଲୀଳାମୟ ତତ୍ତ୍ୱ ଦେଖିବାକୁ ସୁକଳ୍ପିତ ଭୂତଳ ମେଦିନୀ ସବୁ ତତ୍ତ୍ୱ ଅଛି ଏଥି ପୋଡ଼େ ରାମ ଧ୍ୱନି ଗାଦି ମହିମାରୁ ସାଥୀ କଳ୍ପ କଳ୍ପ ତରୁ ଜନ୍ମ ଚାରି ସମ୍ପ୍ରଦାୟରେ ପ୍ରମାଣ ଏଥିରୁ ପରିମାଣ ମନ୍ଦିରକୁ ନବନୀତରକୁ 90 ହାତ ଟେକି ରଖି ଆରମ୍ଭ ନବକୁ ନବୀନ ଯୁଗ ପାଇଁକି ସତ୍ୟ ଯୁଗ ବଟ ଉଦ୍ଧାର କରନ୍ତି ତଥ୍ୟ ଭୂଲୋକ ପ୍ରକଟ
ସର୍ବତତ୍ଵ ଥାଇ ଯିବାର ଜନିରେ ଭାବି ଅଚ୍ୟୁତ ଜନ୍ମ ଏଥିରେ ସାର କର୍ମ ଦ୍ରବି। ତେର ଜନମର ତତ୍ଵ ହେତୁ ଚେତା ଜ୍ଞାନ ସତ୍ୟ ପାଇକି ଧରାରେ ଜ୍ଞାନୀ ଶେଷ ଜାଣ। କାମନା ବାସନା ନାହିଁ ନିର୍ଦ୍ଦେଶର କ୍ଷୀଣ ସାକ୍ଷୀ ରଖି ରସା ତଳେ ସଖାକୁ ଆପଣ। ପଞ୍ଚବେଲ ପତି ତପାବନ ଆକଟରେ କାକଟପୁର ମାତାକୁ ଭାବ ରଖିବାରେ। ଭାବି ପଞ୍ଚଭୂତ ପାଞ୍ଚ ରଖି ମନ ଭାବ ନିର୍ଦ୍ଦେଶ କରମ ବୋଲି ଏ ବିଶ୍ୱ ଜାଣିବ। ପତିତ ପାବନ ବାନା ଉଡାଇଲ ଧରା ପଞ୍ଚ ଆତ୍ମା ଏକତ୍ରିତ କରିଲ ଆସରା। ମଶା ବାରିରେ ରକ୍ଷିଣ ଖୋଜି ଆଣି ଖେଳ ଆସରା ମାଗଇ ନାହିଁ ମୋ ସମ୍ବଳ। ମାଗଇ ମାଗୁଣି ପ୍ରଭୁ ଅନ୍ତିମ ବେଳକୁ ଦର୍ଶନ ଦେବ ବାରେ ଦିନ ଜନକୁ। ଭକତ ଜନ ଉଦ୍ଧାର ଯୁଗ ପାଇଁ ପତିତ ପାବନ ବାନା କହେ ରହି ରହି।